ନାମ କରି କିଛି ମିଳିବ ଏକାଗ୍ରତାର ସହିତ ଅନାବିଳ ପ୍ରେମରେ ଶ୍ରଦ୍ଧା ଭକ୍ତିରେ ଯଦି ଗୋଟେ ଥର ଆମକୁ ସ୍ମରଣ କରାଯାଏ ତାହେଲେ ଅଶେଷ କୃପାଫଳ ଲାଭ। ଏ କଥା ଆମର ଗୀତାର ଅଷ୍ଟାଦଶ ଅଧ୍ୟାୟ ଛାଡ଼ିବାକୁ ଋଷି ସଂଘ ପ୍ରଥମ ଅଧ୍ୟାୟରେ ନିଜେ ବ୍ୟାସ କହିଛନ୍ତି, ଭଗବାନ ନିଜେ ବ୍ୟାସ ରୂପରେ କହିଛନ୍ତି, ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତସ୍ତନ୍ନନ୍ତି ଦିବୈସ୍ତବୈର୍ବେदैଃ ସାଙ୍ଗପଦତ୍ରौ ପରିଷଦଃ ସଂସ୍ଥାପନା ध्यानप्रकृते नमसा पश्यन्तीदं योगिनं यस्यां तु न विदुषुरासुरगणा देवाय तस्मै नमो नमः। ये शेषରେ ଗୋଟେ ପ୍ରଶ୍ନବାଚକ ଚିହ୍ନ ଅଛି। ଯଦି ଏଇଟା ପ୍ରଶ୍ନବାଚକ ଚିହ୍ନ ଅଛି ତାହେଲେ ଏ ଶ୍ଲୋକଟି ନିଶ୍ଚିତ ଭାବରେ ଗୋଟିଏ ପ୍ରଶ୍ନ ଏବଂ ଏ ପ୍ରଶ୍ନକୁ କିଏ କାହାକୁ କେଉଁଠି ଏବଂ କ'ଣ ପାଇଁ ପଚାରିବେ ଏହାର ଉତ୍ତର କ'ଣ? ଦିନେ ନାରଦ ବ୍ରହ୍ମାଙ୍କର ପୁଅ, ତାଙ୍କର ମନୋଦାନ ଅଛି, ଚାଲିବାକୁ ପଡ଼େ, ତାଙ୍କର ଭୋକ ହୁଏ, ତାକୁ ଶୋଷ ହୁଏନି, କାହା ସହିତ ସାକ୍ଷାତ କରିବା ପାଇଁ ଏମିତିକି 33 କୋଟି ଦେବତାଙ୍କୁ ମଧ୍ୟ ସାକ୍ଷାତ କରିବା ପାଇଁ ହେଲେ ତାକୁ କାହାରି ପରାମର୍ଶ ନେବାକୁ ପଡ଼େ। ତାଙ୍କର ମନୋଦାନ ଅଛି, ଯୁଆଡ଼କୁ କହିବେ ସିଆଡ଼କୁ ପଡ଼େ ସାଙ୍ଗେ ସାଙ୍ଗେ। ସିଏ ଏମିତି ଶୂନ୍ୟ ମାତ୍ରାରେ ଯାଉଛି, ଦେଖିଲେ ଗୋଟେ କୃଷକ ଗୋଟେ ଜମିରେ ହଳ କରୁଛି, ମୂର୍ତ୍ତିକା କର୍ଷଣ କରୁଛି, ବଳଦ ଲୁଚିକିରି ହଳରେ ସେ କରୁଛି ହଳ। ଏହି ସମୟରେ ଆକାଶରେ ଅଚାନକ ମେଘ ଉଠି ଆସିଲା, ପବନ ହେଲା, ବିଜୁଳି ମାରିଲା, ବଳଦ ସହିତ କୃଷକର ସେଠି ମୃତ୍ୟୁ ହେଇଗଲା। ଆଉ ଦେଖୁଛନ୍ତି ବଡ଼ ଦୁଃଖିତ ହେଲେ। ଏହି ସମୟରେ ଯମ ଦୂତମାନେ ଆସି ପ୍ରବେଶ କରିବେ, ପହଞ୍ଚିଗଲେ ତାର ବଳଦ କୃଷକର ଆତ୍ମାକୁ ନେବେ। ଆମର ନିୟମ ଅନୁସାରେ ଜନ୍ମାଦୌ ପରିସମାପ୍ତିତ୍ୱଂ ଜମେନୋ ଭବତାରଣେ। ଜନ୍ମ ହେବା ମାତ୍ରେ ହିଁ ମୃତ୍ୟୁ ଅଛି, ଆଉ ମୃତ୍ୟୁ ହେବା ମାତ୍ରେ ଆମର ଜନ୍ମ ଠାରୁ ମୃତ୍ୟୁ ଭିତରେ ଆମେ ଯେଉଁ କର୍ମ କରିଛନ୍ତି ସେଇ କର୍ମର ଫଳର ଗୋଟେ ବିଚାର ହୁଏ। କୋଉଠି ଆମର ଯେମିତି ଆଦତରେ କୋର୍ଟ ଅଛି, ଆମର ଯାହା ସମସ୍ୟା ଅଛି ଆମେ କୋର୍ଟରେ କେସ୍ ହେଉଛି, ଜଜ୍ ସାର୍ ବିଚାର କରୁଛନ୍ତି, ସେମିତି ସେଠି ଆମର ଗୋଟେ ମଞ୍ଚରେ ଜଜ୍ ଜଣେ ଅଛନ୍ତି। ସେ ଜଜ୍ ହେଉଛନ୍ତି ଜଗନ୍ନାଥ କି ଜଗଜୀବତୀ ଯାହା କୁହାଯାଏ ସୂର୍ଯ୍ୟଙ୍କର ପୁତ୍ର। ତାଙ୍କ ପାଖରେ ପେସ୍କା ରହୁଛନ୍ତି କିଏ? ଚିତ୍ରଗୁପ୍ତ ଇନ୍ଦ୍ର। ତେଣୁ ସିଏ